ଏମିତି ସବୁବେଳେ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆପଣମାନେ ନିଜର ଗ୍ରହ ଏବଂ ନକ୍ଷତ୍ରମାନଙ୍କ ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ଚାଲନ୍ତୁ ଆସୁଥିବା ଅକ୍ଟୋବର ମାସରେ କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ମାସଟି କିପରି ଭାବରେ ରହିବ ସେ ବିଷୟରେ ଆମେ ଆଲୋଚନା କରିବା। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। କର୍କଟ ରାଶି ହେଉଛନ୍ତି ରାଶି ଚକ୍ରର ଚତୁର୍ଥ ରାଶି। ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ଚନ୍ଦ୍ର ମହାଗ୍ରହ ଏବଂ ବୃହସ୍ପତି ମହାଗ୍ରହ ହେଉଛନ୍ତି ଏହି ରାଶିର ଉଚ୍ଚତମ ଗ୍ରହ। କର୍କଟ ରାଶିର ଲୋକମାନେ ଅସ୍ଥିର ମନା, କିନ୍ତୁ ପ୍ରାୟତଃ ସମୟ ସେମାନେ ସ୍ଥିର ଏବଂ ଶାନ୍ତ ରୁହନ୍ତି। କର୍କଟ ରାଶିର ଘାତ ଚନ୍ଦ୍ର ହେଉଛନ୍ତି ସିଂହ ଚନ୍ଦ୍ର, ଘାତ ନକ୍ଷତ୍ର ଅନୁରାଧା ନକ୍ଷତ୍ର ଏବଂ ଘାତ ତିଥି ହେଉଛି ଷଷ୍ଠୀ ତିଥି, ଘାତ ବାର ହେଉଛି ବୁଧବାର। କର୍କଟ ରାଶି ସକାଶେ ଦେବଗୁରୁ ବୃହସ୍ପତି ଦ୍ୱାଦଶରେ ଭ୍ରମଣ କରୁଛନ୍ତି। ଦ୍ୱାଦଶରେ ଯେତେବେଳେ ବୃହସ୍ପତି ଭ୍ରମଣ କରୁଥାନ୍ତି, ସେ ରାଶି ବ୍ୟକ୍ତିବିଶେଷଙ୍କୁ ପ୍ରାୟତଃ ଅଶୁଭ ଫଳ ପ୍ରଦାନ କରନ୍ତି। ଫଳରେ ଆପଣଙ୍କର ସାମାନ୍ୟ କଥାରେ କ୍ରୋଧ ଜାଗ୍ରତ ହୁଏ। ତେଣୁକରି ଆପଣମାନେ ସଦାସର୍ବଦା ନିଜର ଗୁରୁଜନମାନଙ୍କୁ ସମ୍ମାନ କରନ୍ତୁ, କାରଣ ଆପଣଙ୍କର ଏହି ମାସରେ ଏ ଗୃହରେ ପ୍ରାୟତଃ ସଦାସର୍ବଦା କଳହ ଲାଗି ରହିବ। ଯଦି ଆପଣ କୌଣସି ସାଧୁ ସନ୍ତଙ୍କୁ ଦାନ କରନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଶୁଭ ଫଳ ମିଳିବ। ଏହି ମାସର 17 ତାରିଖ ଠାରୁ ଆତ୍ମା ଗ୍ରହ ରବି ଚତୁର୍ଥକୁ ଗୋଚର କରିବେ ଏବଂ ବୃହସ୍ପତି ମହାଗ୍ରହ ଜନ୍ମକୁ ଯିବେ। ବୃହସ୍ପତି କୋଣ ଅଧିପତି ହୋଇଥିବାରୁ ପାପୀ ଗ୍ରହ ଭାବରେ ଗଣିତ ହେବେ। ଫଳରେ ଆପଣଙ୍କର ଆତ୍ମୀୟ ବ୍ୟକ୍ତିମାନେ ଆପଣଙ୍କୁ ଶତ୍ରୁ ଭଳି ବ୍ୟବହାର କରିବେ। ଆପଣଙ୍କର କିପରି ସଦାସର୍ବଦା କ୍ଷତି ହେଉ ବୋଲି ସଦାସର୍ବଦା ଚିନ୍ତା କରିବେ। ଘରେ ଆପଣଙ୍କର ପ୍ରାୟତଃ ଏହି ମାସ ସାରା କଳହ ଲାଗି ରହିବ। ଘରର କୌଣସି ପ୍ରକାର ଉନ୍ନତି ହେବ ନାହିଁ। ଆର୍ଥିକ ଅବ୍ୟବସ୍ଥା ଦେଖାଦେବ। ଏହି ମାସରେ ସମ୍ପର୍କରେ ନିଶ୍ଚିନ୍ତ ଭାବରେ ଫାଟ ପଡ଼ିବ। ଆତ୍ମୀୟ ଲୋକମାନେ ଆପଣଙ୍କୁ ଦେଖିଲେ ଚିଡ଼ଚିଡ଼ା ସ୍ୱଭାବର ହେବେ। ଘରର କୌଣସି ଉନ୍ନତି ଏହି ମାସରେ ସମ୍ଭବପର ନୁହେଁ। ଚାଲନ୍ତୁ ଏବେ ଟିକେ ବ୍ୟବସାୟ କ୍ଷେତ୍ର ଉପରେ ନଜର ପକାଇବା। ଭୂମିପୁତ୍ର ମଙ୍ଗଳ ଏହି ଅକ୍ଟୋବର ମାସରେ ଚତୁର୍ଥ ଘରେ ରହି ଅଶୁଭ ଫଳ ପ୍ରଦାନ କରିବେ। ମଙ୍ଗଳ ଗ୍ରହ ଉତ୍ତେଜିତ ଏବଂ କ୍ରୋଧ ଗ୍ରହ ମଧ୍ୟ, ଏବଂ ମଙ୍ଗଳ ଗ୍ରହ ରାହୁଙ୍କ ଦୃଷ୍ଟିରେ ରହି ଅଙ୍ଗାରକ ଯୋଗ ସୃଷ୍ଟି କରିବେ। ଏହି ମାସରେ ଅଙ୍ଗାରକ ଯୋଗ ଫଳରେ ଆପଣଙ୍କର କୌଣସି ପ୍ରକାରର ବ୍ୟବସାୟରେ ଲାଭ ହେବ ନାହିଁ। ଆପଣଙ୍କ ବ୍ୟବସାୟ ଅଙ୍ଗାର ଭଳି ହୋଇଯିବ। ଯେତେ ଚେଷ୍ଟା କଲେ ମଧ୍ୟ ଆପଣ କୌଣସି ପ୍ରକାର ଲାଭବାନ ହୋଇପାରିବେ ନାହିଁ। ମୂଳଧନ ଆପଣଙ୍କର ଏହି ମାସରେ ବୁଡ଼ି ଯାଇପାରେ। ଏହି ମାସରେ ଆପଣ କେଉଁଠାରୁ କରଜ କରି ନିଜର କାମ ହାସଲ କରିବେ। ଏହି ମାସ ଯାକ ଆପଣ ପ୍ରାୟତଃ କରଜରେ ବୁଡ଼ି ରହିବେ। ଯେଉଁମାନେ ଯାନବାହନ ବେପାର କରୁଛନ୍ତି, ଏହି ମାସରେ ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିପାରେ ଏବଂ ଆପଣଙ୍କର ପ୍ରବଳ ଅର୍ଥ ଏହି ମାସରେ ବ୍ୟୟ ହେବ। ଏ ମାସରେ ଯଦି ଆପଣ କିଛି ଯାନବାହନ କିଣିବାକୁ ମନସ୍ଥ କରିଛନ୍ତି, ତାହେଲେ ଆଦୌ ଏହି ମାସରେ ଆପଣ ଯାନବାହନ ଆଦୌ କିଣନ୍ତୁ ନାହିଁ। ଏହି ମାସରେ ଗ୍ରାହକମାନଙ୍କର ହ୍ରାସ ଘଟିବ। ଯଦି ଆପଣଙ୍କର ପୂର୍ବରୁ କିଛି କାମ ଚାଲିଛି, ତାହା ମଧ୍ୟ ଠପ ହୋଇଯିବ। ଯଦି ଆପଣ କୌଣସି ନୂତନ କାମରେ ହାତ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଆଦୌ କରନ୍ତୁ ନାହିଁ, କାରଣ ସେଥିରେ ଅସଫଳତା ଦେଖାଯିବାର ସମ୍ଭାବନା ବହୁତ ଅଛି। ଆପଣ ଟିକେ ବି କେୟାରଫୁଲ୍ ରହିବେ। ଆପଣଙ୍କ ଦୋକାନ ଯଦି ଆପଣ କୌଣସି ଦୋକାନ ପତ୍ର ଯଦି ଦେଇଛନ୍ତି, ତାହେଲେ ସେଥିରୁ ଚୋରି ହେବାର ମଧ୍ୟ ଏହି ମାସରେ ବହୁତ ସମ୍ଭାବନା ରହୁଛି। ଚାଲନ୍ତୁ ଏବେ ଟିକେ ସ୍ୱାସ୍ଥ୍ୟ ଉପରେ ନଜର ପକାଇବା। ରାହୁ ମହାଗ୍ରହ ଅକ୍ଟୋବର ମାସରେ ଅଷ୍ଟମ ଘରେ ଗୋଚର କରିବେ ଏବଂ ଶନି ମହାରାଜାଙ୍କର ମଧ୍ୟ ଆପଣଙ୍କ ଉପରେ ଦୃଷ୍ଟି ରହିବ। ଫଳରେ ଆପଣଙ୍କର ଚର୍ମ ରୋଗ ହେବାର ବହୁତ ସମ୍ଭାବନା ରହୁଛି। ଆପଣଙ୍କର ହାର୍ଟ ଜନିତ କୌଣସି ସମସ୍ୟା ମଧ୍ୟ ଦେଖାଦେଇପାରେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇପାରେ। ଗଣ୍ଠି ଜନିତ କୌଣସି ସମସ୍ୟା ମଧ୍ୟ ଆପଣଙ୍କର ଦେଖାଦେଇପାରେ। ଯକୃତ ଜନିତ ସମସ୍ୟା ମଧ୍ୟ ଦେଖାଯିବ। ଏହି ମାସରେ ମଧୁମେହ ରୋଗ ହେବାର ବହୁତ ସମ୍ଭାବନା ଅଛି। ଚାଲନ୍ତୁ ବିବାହ କ୍ଷେତ୍ର ଉପରେ ଟିକେ ନଜର ପକାଇବା। ଶୁକ୍ର ମହାଗ୍ରହ ଆପଣଙ୍କୁ ଏହି ମାସରେ ବହୁତ ଶୁଭ ଫଳ ପ୍ରଦାନ କରିବେ। ଫଳରେ ଯେଉଁମାନଙ୍କର ପୂର୍ବରୁ ବିବାହ ହୋଇପାରୁନି, ସେମାନଙ୍କର ନିଶ୍ଚୟ କୌଣସି ନା କୌଣସି ଜାଗାରେ ପ୍ରସ୍ତାବ ଜୁଟିବ। ଏହି ଅକ୍ଟୋବର ମାସରେ ଯେଉଁମାନଙ୍କର ବିବାହ ସ୍ଥିର ହୋଇ ରହିଛି, ସେମାନଙ୍କର ନିଶ୍ଚିନ୍ତ ଭାବରେ
ବିନା କୌଣସି ବାଧାରେ ସେମାନଙ୍କର ନିଶ୍ଚିତ ଭାବରେ ବିବାହ ସମ୍ପନ୍ନ ହେବ। ଚାଲନ୍ତୁ ବିଦ୍ୟା କ୍ଷେତ୍ର ଉପରେ ଟିକେ ନଜର ପକାଇବା। ଏହି ଅକ୍ଟୋବର ମାସରେ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଥିବାରୁ ଏହି ମାସରେ ବିଦ୍ୟାର୍ଥୀମାନେ ନିଶ୍ଚିତ ଭାବରେ ସଫଳ ହେବେ, ବିଦ୍ୟାରେ ଉନ୍ନତି କରିବେ। ଯଦି ଆପଣ କେଉଁଠାରେ କିଛି ପରୀକ୍ଷା ପତ୍ର ଦେଇଛନ୍ତି ତାହେଲେ ସେଥିରେ ଆପଣ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ଜାଗାରେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ କରିପାରିବେ, ଏହା ଶୁଭ ଫଳ ମଧ୍ୟ ଦେବ। ଯେଉଁମାନେ କିଛି ଗ୍ରନ୍ଥ ପୁସ୍ତକ ଲେଖୁଛନ୍ତି, କୌଣସି କାବ୍ୟ ଲେଖୁଛନ୍ତି, ସେମାନଙ୍କୁ ଏହି ମାସରେ ନିଶ୍ଚିତ ଭାବରେ ସମ୍ମାନ ମିଳିବ ଏବଂ ସେମାନେ ତାଙ୍କର ପୁସ୍ତକ ପାଇଁ ସମ୍ମାନିତ ମଧ୍ୟ ହେବେ। ଏହି ମାସରେ ପ୍ରାୟତଃ ବିଦ୍ୟା ପାଇଁ ବହୁତ ଶୁଭ ଫଳ ଦେଉଛି। ଏହି ମାସର ପ୍ରତିକାର ରୂପରେ ଆପଣ ଜୀବଜନ୍ତୁମାନଙ୍କୁ କିଛି କିଛି ଖାଦ୍ୟ ଦିଅନ୍ତୁ ଏବଂ ହରିନାମ ସଂକୀର୍ତ୍ତନ ନିହାତି ଭାବରେ କରନ୍ତୁ, କାରଣ ପ୍ରଭୁ ନାରାୟଣ ହେଉଛନ୍ତି ଗ୍ରହ ନକ୍ଷତ୍ର ଏବଂ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ। ତେଣୁ ଆପଣ ପ୍ରଭୁଙ୍କ ଶରଣକୁ ନିଶ୍ଚିତ ଭାବରେ ଯାଆନ୍ତୁ, ନାମ ଜାପ କରନ୍ତୁ, ତା ସହିତ ନାମ ସଂକୀର୍ତ୍ତନ ମଧ୍ୟ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ସୋମବାରରେ ଶିବ ମନ୍ଦିରରେ ଆପଣ ନିଶ୍ଚିତ ଭାବରେ ଜଳ ଅର୍ପଣ କରନ୍ତୁ। ପ୍ରାତଃକାଳରେ ସଦାସର୍ବଦା ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରନ୍ତୁ। ଗୁରୁଜନମାନଙ୍କୁ ନିଶ୍ଚିତ ଭାବରେ ସକାଳୁ ସକାଳୁ ଉଠି ପ୍ରଣାମ କରନ୍ତୁ। ଫଳରେ ଆପଣଙ୍କର ଏହି ମାସରେ ଯେଉଁ ବାଧାବିଘ୍ନ ଅଛି ସେଥିରୁ କିଛି ପରିମାଣରେ ଆପଣ ନିସ୍ତାର ପାଇପାରିବେ। ଯଦି ଆମର ଏହି ରାଶିଫଳ ଭଲ ଲାଗୁଛି ତାହେଲେ ଆପଣ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏତିକି କହି ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ, ଦେଖା ହେବ ପୁଣି ଆର ଭିଡ଼ିଓରେ।